ଏବେ ତାଙ୍କ ଆମେ ଜ୍ୱାଇଁଛି ଇଏ ସଦାବେଳେ ଝିଅଟାକୁ ମାରଧର ପଲନ୍ଦ। ମୁଁ ବି ଆସିକି କେତେଥର ବି ସମାଧାନ କରିକି ବି ଯାଇଛି। ଗଲା ପରେ ତାପରେ ଟଙ୍କା ପଇସା କଥା ବି କହିଲେ। ଟଙ୍କା ପଇସା କଥା କହିବା ଭିତରେ ମୁଁ କହିଲି ଦେଇପାରିବିନି, ମୁଁ ଏଠି ଗରିବ ଲୋକ ନା, ମୁଁ ଝିଅଟି ସିନା ଥିଲେ କ'ଣ ବାରମ୍ବାର ଦେଇ ଚାଲିଥିବି। ପୁଣି ଯୌତୁକ ଜୁଇ ନିଆଁରେ ଜଳିଲା ଜଣେ ନବବଧୂ। ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଚମ୍ପେଶ୍ୱର ଗ୍ରାମର ନିଶାମଣି ଦାସଙ୍କ ପୁଅ ସୁଧାଂଶୁ ଶେଖର ଦାସଙ୍କ ସହିତ ଫୁଲପଡ଼ା ଗ୍ରାମର ନୀଳମଣି ବେହେରାଙ୍କ ଝିଅ ସୁନିତାଙ୍କ ବାହାଘର ହୋଇଥିଲା। ତେବେ ବିବାହର କିଛି ଦିନ ପରେ ଯୌତୁକକୁ ନେଇ ବହୁ ସୁନିତାଙ୍କୁ ତାଙ୍କ ଶାଶୁଘର ଲୋକମାନେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ, ଯାହାକୁ ନେଇ ସୁନିତାଙ୍କ ବାପା ନୀଳମଣି ଭଦ୍ରଲୋକଙ୍କ ଜରିଆରେ ବାରମ୍ବାର ମିଳାମିଶା କରାଇଥିଲେ। ତଥାପି ବି ଶାଶୁଘର ଲୋକମାନଙ୍କୁ ଏପରି ଯୌତୁକ ନିଶା ଘାରିଥିଲା ଯେ ସେମାନେ ବହୁ ସୁନିତାକୁ ବାପଘରୁ ଟଙ୍କା ଆଣିବା ପାଇଁ ବାରମ୍ବାର ବାଧ୍ୟ କରୁଥିଲେ। ଆଉ ଗତକାଲି ଶାଶୁଘରେ ସୁନିତାଙ୍କର ମୃତ୍ୟୁ ହେବା ପରେ ତାଙ୍କ ବାପା ଖବର ପାଇ ସୁନିତାଙ୍କ ଘରକୁ ଆସି ପରେ କାନପୁର ଥାନାକୁ ଯାଇ ସୁନିତାଙ୍କୁ ତାଙ୍କ ଶାଶୁଘର ଲୋକମାନେ ମାରି ଦେଇଥିବା ଲିଖିତ ଅଭିଯୋଗ କରିଛନ୍ତି। ତେଣୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ଝିଅଟି ବାହାର କରିଦେଲି ଚମ୍ପେଶ୍ୱର, ଇଏ ହେଉଛି ମୋ ସାନ ଝିଅ। ବାହାର କରିବାଟା 5 ବର୍ଷ ହେଇଯିବ। 5 ବର୍ଷ ଭିତରେ ବି ତାଙ୍କର ଗୋଟେ ନଣନ୍ଦ ଥିଲା, ତାଙ୍କର ଶାଶୁ, ଏବେ ତାଙ୍କ ଆମେ ଜ୍ୱାଇଁଛି ଇଏ ସଦାବେଳେ ଝିଅଟାକୁ ମାରଧର ପଲନ୍ଦ। ମୁଁ ବି ଆସିକି କେତେଥର ବି ସମାଧାନ କରିକି ବି ଯାଇଛି। ଗଲା ପରେ ତାପରେ ଟଙ୍କା ପଇସା କଥା ବି କହିଲେ। ଟଙ୍କା ପଇସା କଥା କହିବା ଭିତରେ ମୁଁ କହିଲି ଦେଇପାରିବିନି, ମୁଁ ଏଠି ଗରିବ ଲୋକ ନା, ମୁଁ ଝିଅଟି ସିନା ଥିଲେ କ'ଣ ବାରମ୍ବାର ଦେଇ ଚାଲିଥିବି। ଏଇ ଯାହା ସେମାନେ ଝିଅଟାକୁ ତାକୁ ଏମିତି ନିର୍ଯାତନା ଦେଲା ପରେ ରାତିରେ ଶୋଇଛନ୍ତି ମାରି ଦେଇଛନ୍ତି। ଆଜି ବେହେରା ମହୋଦୟ ଯେଉଁ ଆମର ଟହଲ ଥଳର ବେହେରା ଯିଏ, ସିଏ ମୋତେ ଫୋନ୍ କଲେ। ମୁଁ ଯାଇଥିଲି କାମକୁ, ସେ କହିଲେ ଆଉ ଏମିତି ତୁମ ଝିଅ ମରିଯାଇଛନ୍ତି, ତୁମେ ଆସ। ଜ୍ୱାଇଁ ଫୋନ୍ କରିବାର ନାହିଁ, କେହି ଫୋନ୍ ଫାନ୍ କିଛି କରିବାର ନାହିଁ। ସେଠୁ ଆସିକି ଦେଖିଲା ଆସି ଝିଅ ମରିକି ଶୋଇଛି ଖଟରେ। ଆଉ କ'ଣ ମରିକି ତାই ଆଇନର ଆଶ୍ରୟ ନେଇକି ଏତେ ବାଟ ଯାଇଛି। ଆଉ କ'ଣ ମାନେ ଦାବି ରଖିବେ, କ'ଣ ଦାବି ରଖିବୁ କ'ଣ, ଏଇଭଳିଆ କେମିତି ନ ହଉ, କିନ୍ତୁ ମାନେ ଦୋଷୀକି ପନିସମେଣ୍ଟ ପାଉ, ସେମାନେ ଯେଉଁ ଫେରାର ତାଙ୍କୁ କେମିତି ଇଏ କରିକି କରନ୍ତୁ। ସୁଧାଶଙ୍କର ଦାସ ସେ ମୋ ଜ୍ୱାଇଁ, ତାଙ୍କ ମାଆ ହେଉଛି ସଞ୍ଜୁ ଦାସ, ତାଙ୍କର ଗୋଟେ ଜଣେ ଭଉଣୀ ଥିଲେ, ତାଙ୍କ ନାଁ ହେଉଛି ଗୁନା ବୋଲି। ତାଙ୍କ ଟାଇଟଲଟା କହିପାରିବିନି, ଏଇଟା ହେଉଛି କଥା। ହେଲେ ଶ୍ୱଶୁର ନାଁରେ ମୁଁ ତାଙ୍କ 3 ଜଣ ନାଁରେ ସେ ନିର୍ଯାତନା ଦେଇଛି। କଟକ ଜିଲ୍ଲା ପ୍ରତିନିଧି ରାଜେଶ କୁମାର ସାହୁଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।